ଜୟ ଜଗନ୍ନାଥ। ୱେଲକମ୍ ଟୁ କ୍ରିକେଟ ରିଭ୍ୟୁ 35। ଚାଲନ୍ତୁ ଡିସ୍କସନ୍ କରିବା ମ୍ୟାଚ୍ ହେଇଥିବା ଦିଲ୍ଲୀ କ୍ୟାପିଟାଲ ଭର୍ସେସ୍ ରାଜସ୍ଥାନ। ବହୁତ ବଢିଆ ଶାନଦାର ମ୍ୟାଚଟା ଦେଖିବାକୁ ମିଳିଲା। ଦିଲ୍ଲୀ କ୍ୟାପିଟାଲର ଉତ୍ଥନ ପତନ ତ ଦେଖିଲେ ଆପଣ। ଯୋଉ ଜାଗାରେ ଦିଲ୍ଲୀ କ୍ୟାପିଟାଲ 75 ରନ୍ ଅଲ୍ ଆଉଟ୍ ହଉଥିଲା ଆଉ 270 ରନ୍ ମାରିକି ପଞ୍ଜାବଠୁ ହାରୁଥିଲା। ରେକର୍ଡ ମାନେ ତା ରେକର୍ଡ ବ୍ରେକିଂର ପୁରା ଅଲଗା ପ୍ରକାର ସେ ରେକର୍ଡ କରୁଛି। ଦିଲ୍ଲୀ କ୍ୟାପିଟାଲ ଅଲଗା ପ୍ରକାର ରେକର୍ଡ, କାରଣ ଯୋଉ ଜାଗାରେ ଦିଲ୍ଲୀ କ୍ୟାପିଟାଲ 75 ରନ୍ରେ ଆଉଟ୍ ହେଲା ବା ଅଲ୍ ଆଉଟ୍ ହେଲା, ସେଟା ତାର ରେକର୍ଡ ଗୋଟେ ଥିଲା। ଯୋଉ ଜାଗାରେ 265 ମାଇଲା ପଞ୍ଜାବ ବିରୁଦ୍ଧରେ, ସେଇଟା ବି ଗୋଟେ ରେକର୍ଡ ହେଲା। ଦିଟାକୁ ରେକର୍ଡ କଲା, ଦିଟାକୁ ହାରିଲା। କାଲି ଆଉ ଗୋଟେ ରେକର୍ଡ କରିଥିଲା, କ'ଣ ନା 210 ରନ୍ ଥିଲା ତାଙ୍କର ହାଏଷ୍ଟ ଚେସ୍ ଟାର୍ଗେଟ। ସେଇ ଜାଗାରେ ରାଜସ୍ଥାନ ରୟାଲ୍ସର ବଡ ଗୋଟେ ପାହାଡ ଠିଆ କରିଥିଲା 226 ରନ୍। ତାକୁ ବି ଇଜିଲି ଚେସ୍ କରିଦେଲା ଦିଲ୍ଲୀ କ୍ୟାପିଟାଲ। ତ ଏଇଟା ଆଇପିଏଲ କୁହାଯିବନି, ଏଇଟା କୁହାଯାଏ ଧମାକା ପ୍ରିମିୟର ଲିଗ୍। ଆଉ ଏ ଧମାକା ପ୍ରିମିୟର ଲିଗ୍ରେ ଗୋଟିଏ ସୂତ୍ର ଚାଲିଛି ଆଉ ଗୋଟିଏ ରୁଲ୍ ଚାଲିଛି। ସେ ରୁଲ୍ଟା ହେଉଛି ଭାଇ ଟସ୍ ଜିତ, ଆଗ ବୋଲିଂ ଦିଅ, ଯେତେ ମାଡ଼ ଖାଉଛ ଖାଅ, ସେକେଣ୍ଡ ଇନିଂସରେ ବାଡ଼େଇ ଦିଅ। ସବୁ ଟିମ୍ ଉପରୁ ତଳ ଦେଖିଦେବେ, ସବୁ ଟିମ୍ ଯେ ଟସ୍ ଜିତୁଛନ୍ତି ଆଗ ବୋଲିଂ ନେଉଛନ୍ତି, ଉପରୁ ତଳ ବାଡ଼େଇ ଦେଇଛନ୍ତି। ମାନେ ଯଦି ଗୋଟେ ଟିମ୍ 240 ରନ୍ ବାଡ଼ଉଛି, ସେକେଣ୍ଡ ଚେସ୍ କରିବା ଟିମ୍ଟା ଆସିକି ଇଜିଲି ବାଡ଼େଇ ଦଉ। ଦେଖିଥିବେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇକୁ 243 ରନ୍ ଚେସ୍ କରିଥିଲା। କାହାକୁ ବିଶ୍ୱାସ ହବ? ଯୋଉ ଜାଗାରେ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲର ଭଳିଆ ମାନେ ଏଭଳିଆ ଖତରନାକ ବୋଲର ଥିବା ଜାଗାରେ ସେ ଏଟାକୁ ଚେସ୍ କରିଥିଲେ। ତ ଏ ଧମାକା ପ୍ରିମିୟର ଲିଗ୍ରେ ସବୁ କିଛି ସମ୍ଭବ ଯଦି ସେକେଣ୍ଡ ବ୍ୟାଟିଂ କରୁଛ। ତ ଯଦି ଫାଷ୍ଟ ବ୍ୟାଟିଂ କରିକି ଗୋଟେ ଟିମ୍ ବାଡ଼େଇଲା 299 ରନ୍, ଟାର୍ଗେଟ ରହିଲା 300 ରନ୍, ସେକେଣ୍ଡ ବ୍ୟାଟିଂ କରି ଗୋଟେ ଟିମ୍ ବାଡ଼େଇ ଦବ, ସେ ପୁଣି ଆଉ ଗୋଟେ ଓଭର 4ଟା ବଲ୍ କି 5ଟା ବଲ୍ ଥାଇ ଜିତିବ। ମାନେ ପ୍ରିମିୟର ଲିଗ୍ରେ ସେଇଭଳିଆ ଦେଖିବାକୁ ମିଳୁଛି। ତ 200 ଉପରକୁ ରନ୍ ଦେଖି ଦେଖି ସେ ଚାର୍ମଟା କମିଗଲାଣି ଏ ଆଇପିଏଲ ଦେଖି ଦେଖି। ଆଉ ସେତେ ଆଉ ଖାସ୍ ଲାଗୁନି। ହଁ ତ ଆଉଛନ୍ତି ଯେକୌଣସି ବେଳେ ଇମ୍ପାକ୍ଟ ରୁଲ୍ ସକାଶେ ଯେକୌଣସି ବ୍ୟାଟ୍ସମ୍ୟାନ୍ ଦେଖିଦେବେ, ଯେକୌଣସି ଟିମ୍ ବି ଦେଖିଦେବେ, ସବୁ ଟିମ୍ରେ ଟୁଲା ଭରା। ପ୍ରଥମ 3ଟା ଆସିବେ ଦେ ନିର୍ଗତିଆ ମାଡ଼। ସେଇ ଜାଗାରେ ରାଜସ୍ଥାନ ରୟାଲ 225 ରନ୍ ମାରିଥିଲା। 225 ରନ୍ ପୁଣି କାହା ବଦଳରେ? ଯୋଉ ଜାଗାରେ ଭୈଭବ ସୂର୍ଯ୍ୟବଂଶୀ ଆଉ ଜୟସ୍ୱାଲ 2 ଜଣ ତାଙ୍କର ତଗଡ଼ା ଫର୍ମରେ ଅଛନ୍ତି, ବଟ୍ 2 ଜଣ ପୁରା ଫେଲ୍ ମାରିଲେ। 6 ରନ୍ରେ 2ଟା, ନାଇଁ 12 ରନ୍ରେ 2ଟା। ସେଇ ଜାଗାରେ ଆମକୁ ଲାଗୁଥିଲା କି ହଁ ରାଜସ୍ଥାନ ଆଜି ଫସିଲା, ମାରି ମାରି ଯାଇ 160-70 ଭିତରେ ରହିବ, କାରଣ ତାଙ୍କର ମିଡ୍ ଅର୍ଡର ଜମା ଫର୍ମରେ ନଥିଲେ। ବଟ୍ ସେଇ ଜାଗାରେ ତାଙ୍କ ମିଡ୍ ଅର୍ଡର ତାଙ୍କର ବ୍ୟାଟିଂଟା ଦେଖିଲେ। ରିଆନ୍ ପରାଗ ପୁରା କ୍ୟାପ୍ଟେନ୍ ପାରି 90 ରନ୍ର ପାରି। ତାପରେ ଡୋନେଭନ୍ ଫରାର ଯୋଉ ଖତରନାକ ଫିନିସିଂ, ମାନେ ଦେଖି ପୁରା 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 ଦିଲ୍ଟା ପୁରା ଗାର୍ଡେନ ହେଇଗଲା, ପୁରା ଅଲଗା ପ୍ରକାର ମାଡ଼। ମାନେ ଗୋଟେ ସାଉଥକୁ ଯେମିତି ହେନରୀ କ୍ଲାସେନ୍ ଯେମିତି ମିଳିଥିଲା 2024 ୱାର୍ଲଡ କପ୍ରେ। ହେନରୀ କ୍ଲାସେନ୍ ଟି20 ୱାର୍ଲଡ କପ୍ରୁ ତ ଟି20ରୁ ହିଁ ସେ ରିଟାୟାର ନେଇଯାଇଛି। ସେଇ ଜାଗାରେ ଏବେ ସାଉଥକୁ ଡୋନେଭନ୍ ଫରାର ଗୋଟେ ହେନରୀ କ୍ଲାସେନ୍ ରୂପରେ ଗୋଟେ ମିଳିଗଲା। ଆଉ ହେନରୀ କ୍ଲାସେନ୍ କି ଯୋଉ ହେନରୀ କ୍ଲାସେନ୍ କହିଲି, ଡୋନେଭନ୍ ଫରାର ବି ଗୋଟେ ଗୁଡ୍ ସ୍ପିନର ୱିଥ୍ କିପର ପିସ୍, ଆଉ ବଢିଆ ବ୍ୟାଟିଂ କରୁଛି ଭାଇ, ଖତରନାକ ବ୍ୟାଟିଂ। ସାଉଥ ଆଫ୍ରିକା ପୁରା ବ୍ୟାଟିଂ ଲାଇନଅପ୍ଟା ଦେଖିବେ ଟି20ରେ କୋଉ ଭଳିଆ ହଉଛି। ଖାଲି ତାଙ୍କର ବୋଲିଂ ଲାଇନଅପ୍ଟା ଯେତିକି ଟିକେ ନାକୁ ସ୍ପିନ୍ ଷ୍ଟ୍ରଙ୍ଗ କରିଦେଲେ ନା, ପୁରା ଏକ ନମ୍ବର ଟିମ୍ ଟି20ରେ। ତ ସେଇଭଳିଆ ଖତରନାକ ଫିନିସର ଭାବରେ ଖେଳୁଥିଲା ରାଜସ୍ଥାନ। ବଟ୍ ଧୋନି ଚାହୁଁଥିଲା କି ମୁଁ 40ଟା କି 30ଟା ବଲ୍ ଖେଳେ 100 ଭଳିଆ ବାଡ଼େ, କାରଣ ସିଏ ଦେଖୁଛି 15 ବର୍ଷର ପିଲା ଆସିକି ତା ଆଗରେ ତାଙ୍କରି ଟିମମେଟ୍ ହଉ ବା ପୁରା ମାରୁଛି 35ଟା ବଲରେ 100। ଯାହାକୁ ନାହିଁ ଗୋଟେ ତମକୁ ବି ଲାଗିବ, ଆପଣ ମାନେ ଆପଣମାନଙ୍କ ଭିତରେ ଯିଏ କ୍ରିକେଟ ଖେଳୁଥିବ, ଯଦି ଦେଖୁଥିବେ ସେ ଜାଗାରେ ଆପଣଙ୍କ ପ୍ୟାରେଣ୍ଟ କହିବେ ଏଇ ଦେଖ 1500 ଟଙ୍କା କି ଭଳିଆ ମାରୁଛି, ତୁ ଯାଇ କଣଟା କରୁଛୁ? କିଛି ନାହିଁ, ନା ଏପଟେ ହଉଛୁ ନା ସେପଟେ ହଉଛୁ। ତ ସେଇଭଳିଆ ଗୋଟେ ଏମିତି ତାଙ୍କ କଲିଜାକୁ ବାଧୁଥିବ। ତ କାଲି ଯେମିତି ଡୋନେଭନ୍ ଫରାର ମାଇଲା, ଆମକୁ ଲାଗିଲା କି ସେ ବୋଧେ ଭିତରୁ ପୁରା ରାଗିକି ଆଇଛି କି ନାଇଁ ମୁଁ ଫିନିସର ହିସାବରେ ଖେଳିବାକୁ ଆସିନି। ଯୋଉ ଜାଗାରେ ଜାଡେଜା ଆସିଥିଲା ସେଇ ଜାଗାରେ ସେ ଚାହୁଁଥିଲା କି ଖେଳିବାକୁ। ତ ବଢିଆ ଫିନିସିଂ ଦେଇକି 226 ରନ୍ ପହଞ୍ଚ। ଦିଲ୍ଲୀ କ୍ୟାପିଟାଲର ଗୋଟିଏ ଗୁଣ ହଉଛି, ଯୋଉ 4ଟା ମ୍ୟାଚ୍ ଜିତିକି ସେ 4ଟା ମ୍ୟାଚ୍ ପୁଣି କାହା ବଦଳରେ? ନା ଓପନର ମାନଙ୍କ ବଦଳରେ।
ଓପନର ଆଉ ଲାଷ୍ଟକୁ ତାଙ୍କ ଫିନିସର ମଝି ଗୁଡାକ ଫମ୍ପା କିଛି ନାହିଁ। ତ ଓପନର କେଏଲ ରାହୁଲକୁ ପଥୁ ନିଶଙ୍କା ଆଉ କେଏଲ ରାହୁଲ ତ ଜାଣିଥିବେ କୋଉ ଭଳିଆ ଫର୍ମରେ ଅଛି, ବହୁତ ପୁରା ଅଲଗା ପ୍ରକାର ଫର୍ମ। ଖାଲି ଯାହା ଆରସିବି ସାଙ୍ଗରେ ସେ ଗୋଟିଏ ଫ୍ଲପ୍ ହେଲା ଯେ ସେ ତାଙ୍କ ଟିମ୍ ଡୁବିଗଲା। ତ ସେଇ ଜାଗାରେ ପ୍ରଥମ ନିଶଙ୍କା ଆଉ ପ୍ରଥମ ନିଶଙ୍କା ପୂର୍ବ ମ୍ୟାଚ୍ ଆରସିବି ସାଙ୍ଗରେ ଖେଳୁନଥିଲା, ସେଇ ଜାଗାରେ ପ୍ରଥମ ନିଶଙ୍କାକୁ ପୁଣି ଆଉଥରେ ଖେଳିଥିଲେ। ଆଉ ମିଚେଲ ଷ୍ଟାର୍କ ବ୍ୟାକ୍, ମିଚେଲ ଷ୍ଟାର୍କ ବି ଆସିଗଲା। ତ ପ୍ରଥମ ନିଶଙ୍କା ଆଉ କେଏଲ ରାହୁଲ ବଢିଆ ପାର୍ଟନରସିପ ହେଲା, ଯାହା ଫଳରେ ଦିଲ୍ଲୀକୁ ମ୍ୟାଚ୍ ଜିତିବାରେ ଇଜି ହେଲା। ଆଉ ଦିଲ୍ଲୀ କ୍ୟାପିଟାଲ ଯଦି ସେମିଫାଇନାଲକୁ ଯାଏ, କେଏଲ ରାହୁଲ, ପ୍ରଥମ ନିଶଙ୍କା, ନୀତିଶ ରାଣା ଏଇମାନଙ୍କ ବଦଳତରେ ଯିବେ। ତଳ ଅର୍ଡରକୁ ଜମା ଭରସା ନାହିଁ। ଆଉ ବୋଲର ତ ତାଙ୍କର ପୁରା ଆଉଛନ୍ତି ଅର୍କାତିଆ ବୋଲର। ତାଙ୍କର କଣ ଭାଇ ସବୁ ସବୁ ଟିମ୍ର ଆସି ମାଡ଼ ଖାଉଛି, ମାନେ ବୋଲର ମାନଙ୍କର ଯେମିତି ଇଜ୍ଜତ ନାହିଁ ସେମିତିଆ ସମସ୍ତେ 10 ଲେଖା ଖାଉଛନ୍ତି। ତାକୁ ବି ମତେ ଲାଗୁଥିବ ବୋଲର ମାନଙ୍କୁ ବି ନିଜକୁ ସକ୍ ହଉଥିବ କି ଆମେ ଠିକ ଯାଇକି ବୋଲିଂ ଶିଖିକି ଆଉଛୁ ତ ପ୍ରାକ୍ଟିସ କରୁଛୁ। ଏତେ ଫ୍ଲାଟ୍ ପିଚ୍ ବଲ୍ ଇଜିଲି ବ୍ୟାଟକୁ ଆଉଛି, ସେ ଗୋଟେ ବ୍ୟାଟ୍ସମ୍ୟାନ ବାଡେଇ ଚାଲୁଛି। ତ ଇଏ ମତେ ଲାଗୁନି କି ପୁରା ଟୋଟାଲି ଫ୍ଲାଟ୍ ପିଚ୍ କରିକି ବ୍ୟାଟ୍ସମ୍ୟାନ ଯୋଉ ବୋଲର ମାନଙ୍କ ସହିତ ଫେୟାର ହଉଛି, ବ୍ୟାଟ୍ସମ୍ୟାନଙ୍କ ସହିତ ବି ଫେୟାର ହଉନି। କାରଣ ଦେଖିବେ ମେନ୍ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଧରିନିଅ ଟେଷ୍ଟ ୱାର୍ଲଡ କପ୍ ହଉ, T20 ୱାର୍ଲଡ କପ୍ ହଉ, ଆଉ ଚାମ୍ପିୟନ୍ସ ଟ୍ରଫି ହଉ, ୱାର୍ଲଡ କପ୍ ହଉ, ODI ୱାର୍ଲଡ କପ୍ ହଉ, ତ ସେଥିରେ ସେମିତିଆ ଫ୍ଲାଟ୍ ପିଚ୍ ଦିଅନ୍ତିନି। ତ ଯଦି ଏଇଟା ଫ୍ଲାଟ୍ ପିଚ୍ ଦେଇକି ଖେଳେଇବେ ଆଇପିଏଲ ରେ, ବ୍ୟାଟ୍ସ ମାନଙ୍କର ଯୋଉ କନଫିଡେନ୍ସ ବଢି ଯାଇଥିବ, ଓଭର କନଫିଡେନ୍ସ ହେଇଯାଇଥିବ, ଏଇଟା ଯାଇକି ଇଣ୍ଟରନ୍ୟାସନାଲ ଖେଳ ହଗିକି ଆସେ। ଦେଖିଥିବେ ଏଇ T20 ୱାର୍ଲଡ କପ୍ ରେ ଟିକେ ଖାଲି ଇଣ୍ଡିଆ ବଞ୍ଚିଗଲେ ଏ ଟୁଲା ଗୁଡାକୁ ନେଇଥିଲା। ତ ଯାହା ହଉ, ଇଏ ତ ଥିଲା ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ ଭର୍ସେସ୍ ରାଜସ୍ଥାନ ରୟାଲ ରିଭ୍ୟୁ। ଯଦି ଭିଡ଼ିଓଟା ଭଲ ଲାଗିଥାଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଚ୍ୟାନେଲଟିକୁ ମନ ଧ୍ୟାନ ଦେଇକି ସବସ୍କ୍ରାଇବ କରନ୍ତୁ। ଆପଣ ମୋ ସହିତ ଥିଲେ, ବଲେ ବଲେ, ଜୟ ଜଗନ୍ନାଥ।